ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ତରଫରୁ ବାଲିକୁଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଜିଲ୍ଲା ଉପସଭାପତି ମୋହିତ ମହାନ୍ତି, ଲୋକସଭା ପ୍ରଭାରୀ ପବିତ୍ର ମୋହନ ଦାସ, ବିଧାନସଭା ପ୍ରଭାରୀ ଜଗନ୍ନାଥ ପ୍ରସାଦ ଦାସ, ନୃସିଂହ ସାହୁ, ଅମିତା ଦାସ ପ୍ରମୁଖ ଯୋଗଦେଇ ବୁଥ ସ୍ତରୀୟ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ 8ଟି ମଣ୍ଡଳର ମଣ୍ଡଳ ସଭାପତି, ସମସ୍ତ ବୁଥ ସଭାପତି, ବିଭିନ୍ନ ପଞ୍ଚାୟତର ବରିଷ୍ଠ ନେତୃତ୍ୱଙ୍କୁ ନେଇ ବୁଥ ବିଜୟ ଅଭିଯାନର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ 1000ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇ ନିର୍ବାଚନ ସମ୍ବନ୍ଧୀୟ କର୍ମଶାଳାରେ ଭାଗ ନେଇଥିଲେ। ଏଥରକ ଭାରତୀୟ ଜନତା ପାର୍ଟି ଏଠି ସରକାର ଗଢ଼ିବ। ଲୋକଙ୍କର ସୋମୋଟ ସମର୍ଥନ ଆମ ପ୍ରତି ଭାରତୀୟ ଜନତା ପାର୍ଟି ତରଫ ଅଛି। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ତାଙ୍କର ଗୋଟେ ବଡ଼ ପୂର୍ଣ୍ଣ ବିଶ୍ୱାସ ସେମାନେ ଆସି ସାରିଲେଣି। ଏଥର କଂଗ୍ରେସ ବିଜେଡିରୁ ହଜାର ହଜାର ସଂଖ୍ୟାରେ ଲୋକ ଦଳ ଡେଲି ଛାଡୁଛନ୍ତି, ଡେଲି ଆସି ମିଶୁଛନ୍ତି। ବହୁତ ଲୋକ ତ ଏମିତି ଅଛନ୍ତି କି ଆଜ୍ଞା ସେଇଟା ସେ କହିଛନ୍ତି କି ଆପଣ ସତ୍ୟବାବୁ ଇଲେକ୍ସନ ବେଳେ ଭୋଟ ବାକ୍ସରେ ଆପଣଙ୍କୁ ଆମେ କରିକି ଦେଖେଇବୁ। ତେଣୁକରି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଭାରତୀୟ ଜନତା ପାର୍ଟି ପାଇଁ ଯେଉଁ ମାନେ ଲୋକମାନଙ୍କର ଯେଉଁ ପ୍ରକାର ସମର୍ଥନ ଅଛି ସେ ନିଶ୍ଚିନ୍ତ ଏଥର ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ। ଯେଉଁ ଆସନ୍ତା ନିର୍ବାଚନ ଅନୁଷ୍ଠିତ ହେବ ସେଥିରେ ଏରସମା ବାଲିକୁଦାର 312 ବୁଥ, ଏଥିରେ ପ୍ରତି ବୁଥରେ ଆମର କାର୍ଯ୍ୟକ୍ରମ ଚାଲିଛି। ତା ସହିତ ବୁଥ ସ୍ତରର ଏଜେନ୍ସିକି ଆମେ ପୂର୍ବରୁ ମଜବୁତ କରିସାରିଛୁ। ବର୍ତ୍ତମାନ ଆମର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଆଜି ବୁଥ ବିଜୟ ଅଭିଯାନର ବୈଠକ ଆମ ସାଙ୍ଗରେ ଏଠି ବୈଠକ ଥିଲା ଏବଂ ସେଥିରେ ପ୍ରାୟ ସବୁ ବୁଥରୁ 1200ରୁ ଅଧିକ କାର୍ଯ୍ୟକର୍ତ୍ତା ସେମାନେ ଯୋଗ ଦେଇଥିଲେ ଏବଂ ଆଜିଠାରୁ ସେମାନେ ପ୍ରତି ବୁଥରେ ସେମାନେ ଭାରତୀୟ ଜନତା ପାର୍ଟିକି ଜିତେଇବା ପାଇଁ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କର ନିର୍ବାଚନ ପ୍ରଚାର କରିବା ପାଇଁ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।